ମୃତ ବ୍ୟକ୍ତି ସ୍ୱପ୍ନରେ ଦେଖାଦେଲେ ଏହି ସବୁ ସଂକେତ ମିଳେ। ଏହାକୁ ଅଣଦେଖା କରନ୍ତୁ ନାହିଁ। ଏକଦା ନାରଦ ମୁନି ଭଗବାନ ଶିବଙ୍କୁ ଦେଖା କରିବା ପାଇଁ କୈଳାସ ପର୍ବତକୁ ଯାଇଥାନ୍ତି। ସେଠାକୁ ଯିବା ପରେ ନାରଦ ମୁନି ଭଗବାନ ଶିବଙ୍କୁ ନମସ୍କାର କରନ୍ତି। ଭଗବାନ ଶିବ ନାରଦଙ୍କୁ ଅତି ପ୍ରେମ ଓ ଆଦରର ସହିତ ସ୍ୱାଗତ କରନ୍ତି। ତାପରେ ମହାଦେବ କହିଛନ୍ତି, ହେ ନାରଦ ମୁନି, ଆପଣ କୈଳାସ ପର୍ବତକୁ ଆସିବାର ଉଦ୍ଦେଶ୍ୟ କ'ଣ? ଆପଣ ନିଶ୍ଚୟ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିମ୍ବା କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆସିଛନ୍ତି। ତାପରେ ନାରଦ ମୁନି କୁହନ୍ତି, ହେ ଭଗବାନ, ଆପଣ ତ ଦେବ ଦେବ ମହାଦେବ। ଆପଣ ତ ତିନି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ। ଆପଣଙ୍କୁ କିଛି ବି କଥା ଅଛପା ନୁହେଁ। ଆପଣଙ୍କୁ ସମସ୍ତେ ପ୍ରାଣୀମାନଙ୍କର ଅତୀତ ଏବଂ ଭବିଷ୍ୟତ ବିଷୟରେ ଜ୍ଞାନ ଅଛି। ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନେଇ ଉତ୍ତର ଜାଣିବାକୁ ଆସିଛି। ତେଣୁ ହେ ପ୍ରଭୁ, ମୁଁ ଆପଣଙ୍କୁ ମୋ ପ୍ରଶ୍ନର ସମାଧାନ କରିବାକୁ ଅନୁରୋଧ କରୁଛି। ତାପରେ ଭଗବାନ ଶିବ କହୁନ୍ତି, ମୁନିବର, ଆପଣଙ୍କ ସହ କହୁଛନ୍ତି କି ତିନି ବ୍ରହ୍ମାଣ୍ଡରେ ବାସ କରୁଥିବା ସମସ୍ତ ଜୀବ ବିଷୟରେ ମୁଁ ଜାଣିଛି କି, କିନ୍ତୁ ଭବିଷ୍ୟତରେ ଆପଣ କ'ଣ ଚାହୁଁଛନ୍ତି? ଆପଣ କ'ଣ ଜାଣିବାକୁ ଇଚ୍ଛୁକ ମୋତେ କୁହନ୍ତୁ। ନାରଦ ମୁନି କହନ୍ତି, ହେ ଭୋଳାନାଥ, ମୁଁ ବାର୍ତ୍ତା ଲୋଭକୁ ବ୍ରଣ କରିବାକୁ ଯାଉଥିଲି। ସେଠାରେ ଭ୍ରମଣ କରିବା ପରେ ମୁଁ ଅନେକ ଅଦ୍ଭୁତ ଜିନିଷ ଦେଖିବା, ଯେପରିକି ଭୂତ ପ୍ରେତ ଇତ୍ୟାଦି ଯେମାନଙ୍କର ସେଠାରେ ଦେଖାଯାଇଥାଏ। ଏହି ସମସ୍ତ ଦୁଷ୍ଟ ଶକ୍ତି ମନୁଷ୍ୟଙ୍କୁ ଅସୁବିଧାରେ ପକାଇଥାନ୍ତି। ସେମାନଙ୍କୁ ସର୍ବଦା ଯନ୍ତ୍ରଣା ଦେଖାଇଦେବା ଏବଂ ସମସ୍ତ ଦୁଷ୍ଟ ଶକ୍ତି ମଣିଷକୁ କାହିଁକି ପ୍ରଭାବିତ କରୁଛନ୍ତି? ଏହା କାରଣ କ'ଣ? ମୋ ମନରେ ଆଉ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ମର୍ତ୍ତ୍ୟର ମନୁଷ୍ୟ ବେଳେବେଳେ ସ୍ୱପ୍ନ ବି ପିତୃପୁରୁଷଙ୍କୁ ଦେଖେ। ଏହାର ଅର୍ଥ କ'ଣ? ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖାଇବାର ଅର୍ଥ କ'ଣ? ଏହା ମନୁଷ୍ୟକୁ କେଉଁ ସଂକେତ ଦେଖାଦେଇଥାଏ? ହେ ଭୋଳାନାଥ, ମୁଁ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ କେବଳ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କ ନିକଟକୁ ଆସିଛି। ନାରଦ ମୁନିଙ୍କ ପ୍ରଶ୍ନ ଶୁଣିବା ପରେ ଭଗବାନ ଶିବ କହୁଛନ୍ତି ଯେ, ମୁନିବର, ଆପଣ ସମସ୍ତ ମାନବ ଜାତିର କଲ୍ୟାଣ ପାଇଁ ଉପଯୁକ୍ତ ପ୍ରଶ୍ନ ପଚାରିଛନ୍ତି। ମୁଁ ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବି, କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଏକ ପବିତ୍ର କାହାଣୀ କହିବି। ଏହି କାହାଣୀରେ ଆପଣଙ୍କୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ। ତେଣୁ ଏହି କାହାଣୀକୁ ଅତି ଧ୍ୟାନ ସହିତ ଶୁଣନ୍ତୁ। ତାପରେ ନାରଦକୁ ମୁନି କହିଲେ, ହେ ଭୋଳାନାଥ, ମୋତେ ସେହି ପବିତ୍ର କାହାଣୀ କୁହନ୍ତୁ। ମୁଁ ସେହି କାହାଣୀକୁ ଅତି ଧ୍ୟାନ ସହ ଶୁଣିବି। ତାପରେ ଭଗବାନ ଶିବ ନାରଦ ମୁନିଙ୍କୁ ସେହି ପବିତ୍ର କାହାଣୀ କୁହନ୍ତି। ମଧ୍ୟ ଦେଶରେ ଏକ ବିଶାଳ ସୁନ୍ଦର ଏକ ମନୋରମ ସହର ଥିଲା। ସେହି ସହରରେ ଗୋଟିଏ ବ୍ୟବସାୟୀ ତାଙ୍କ ଚାରି ଭାଇଙ୍କ ସହିତ ରହୁଥିଲେ। ବ୍ୟବସାୟୀ ଓ ତାଙ୍କ ସମସ୍ତ ଭାଇ ବିବାହିତ ଥିଲେ ଏବଂ ସମସ୍ତେ ବହୁତ ସ୍ନେହ ଏବଂ ସୁଖରେ ମିଳିମିଶି ରହୁଥିଲେ। ସେହି ବ୍ୟବସାୟୀ ଘରେ କୌଣସି ଅଭାବରେ ନଥିଲା, କାରଣ ସେମାନଙ୍କର ସମସ୍ତେ ଏକାଠି ବ୍ୟବସାୟ କରୁଥିଲେ। ସେହି ସହରରେ ସେହି ବ୍ୟବସାୟୀ ପରି ଧନୀ କେହି ନଥିଲେ। ଏହି ସମସ୍ତ ସମ୍ପତ୍ତି ସେ ତାଙ୍କ ପୂର୍ବପୁରୁଷଙ୍କ ଠାରୁ ପ୍ରାପ୍ତ କରିଥିଲେ। ବ୍ୟବସାୟୀଙ୍କ ପୂର୍ବପୁରୁଷ ବହୁତ ବଡ଼ ଦାନୀ ଏବଂ ଦୟାଳୁ ଥିଲେ। ସେମାନେ ସମସ୍ତେ ଦାନ, ଧର୍ମ, ଜ୍ଞାନ ଏବଂ ଅନେକ ପ୍ରକାରର ଧାର୍ମିକ କାର୍ଯ୍ୟ କରୁଥିଲେ। କିନ୍ତୁ ସେହି ବ୍ୟବସାୟୀ ବହୁତ ଲୋଭୀ ପ୍ରକୃତିର ଥିଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କର କୌଣସି ଗୁଣ ତାଙ୍କ ପାଖରେ ନଥିଲା। ନା ସେ କେବେ କୌଣସି ଦାନ କରୁଥିଲେ, ନା କେବେ ଯଜ୍ଞ କରୁଥିଲେ, ନା କୌଣସି ଧାର୍ମିକ କାର୍ଯ୍ୟ କରୁଥିଲେ। ସେ ତାଙ୍କ ଜୀବନରେ ବହୁତ ଧର୍ମ ଅର୍ଜନ କରିଥିଲେ, କିନ୍ତୁ ସେ କେବେ ବି ସେହି ଟଙ୍କାର ସଦୁପଯୋଗ କରୁନଥିଲେ।
ବ୍ୟବସାୟୀ ତାଙ୍କ ଦ୍ୱାରକୁ ଆସିଥିବା ଭିକାରୀଙ୍କୁ ବି ଗୋଟିଏ ପଇସା ଦେଉନଥିଲେ କିମ୍ବା ଭୋକିଲା ତାଙ୍କମାନଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ। ଯେବେ କି ବ୍ୟବସାୟୀଙ୍କ ପୂର୍ବପୁରୁଷମାନେ ଭୋକିଲା ଲୋକଙ୍କୁ ଖାଇବାକୁ ଏବଂ ନିରସ୍ତ୍ରମାନଙ୍କୁ ପୋଷାକ ଦାନ କରୁଥିଲେ, ଏହା ସହିତ ଗରିବ ଲୋକମାନଙ୍କୁ ଅନେକ ଉପାୟରେ ସେବା କରୁଥିଲେ। କିନ୍ତୁ ଆରପେଟରେ ଏହି ବ୍ୟବସାୟୀ ନିଜ ପୂର୍ବପୁରୁଷଙ୍କୁ କେବେ ବି ଅନୁସରଣ କରିନଥିଲେ, ସର୍ବଦା ଧନ ଯତ୍ନରେ ବ୍ୟସ୍ତ ରହୁଥିଲେ। ଏଣୁ ସେମାନଙ୍କର ବହୁତ ଧନ ଥିଲା। ଶେଷରେ ଏପରି ହେଲା ଯେ ତାଙ୍କ ପୂର୍ବପୁରୁଷମାନେ ତାଙ୍କ ଉପରେ ଅତ୍ୟଧିକ କ୍ରୋଧ ହୋଇଗଲେ ଏବଂ ସେମାନଙ୍କ ପିତୃପୁରୁଷ ଲୋକ ସେହି ଅସନ୍ତୁଷ୍ଟ ହେବାରୁ ଲାଗିଲେ। ବ୍ୟବସାୟୀ ତାଙ୍କ ରୋଜଗାରର ଲୋଭରେ ଏକ ଅନ୍ଧ ହୋଇଗଲେ। ସେ ଯେତେ ନିଜ ପୂର୍ବପୁରୁଷମାନଙ୍କୁ ମଧ୍ୟ ଭୋଗିଗଲେ, ସେହି ଧୀରେ ଧୀରେ ଶ୍ରାଦ୍ଧ ଏବଂ ତର୍ପଣ କରିବା ମଧ୍ୟ ଭୁଲିଗଲେ। ସେ ତାଙ୍କ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଉନଥିଲେ, ଯେଉଁଥିପାଇଁ ତାଙ୍କ ପୂର୍ବପୁରୁଷମାନଙ୍କର ଆତ୍ମା ସନ୍ତୁଷ୍ଟ ହେଉନଥିଲା ଏବଂ ନିଜ ପୁଅର ଏହି ଆଚରଣ ଯୋଗୁଁ ସେମାନେ ଅତ୍ୟନ୍ତ ଦୁଃଖ ସହିବାକୁ ଲାଗିଲେ। ତାହାପରେ ପିତୃପୁରୁଷ ଘରେ ଥିବା ସଦସ୍ୟମାନଙ୍କୁ ସ୍ୱପ୍ନରେ ଏକ ସଂକେତ ଦେଲେ ଆରମ୍ଭ କଲେ। ସର୍ବପ୍ରଥମେ ସେହି ତାଙ୍କ ବଡ଼ ପୁଅର ଯଥା ସେହି ବ୍ୟବସାୟୀଙ୍କୁ ସ୍ୱପ୍ନ ଦେଖାଇ ଦିଅନ୍ତି ଏବଂ ତାଙ୍କ ସଂକେତ ଦିଅନ୍ତି, କିନ୍ତୁ ତାଙ୍କ ବଡ଼ ପୁଅ ତାଙ୍କ ସଂକେତ ବୁଝିପାରେ ନାହିଁ ଓ ପରିବର୍ତ୍ତିତ ସେହି ସ୍ୱପ୍ନକୁ ଭୁଲି ଯାଇଥାଏ ଏବଂ ପୂର୍ବପୁରୁଷଙ୍କ ଦ୍ୱାରା ସ୍ୱପ୍ନ ଦିଆଯାଇଥିବା ସଂକେତକୁ ଅଣଦେଖା କରି ଦିଅନ୍ତି। ତାଙ୍କ ପରେ ପିତୃପୁରୁଷ ଦ୍ୱିତୀୟ ପୁଅକୁ ସ୍ୱପ୍ନ ଦେଇ ତାକୁ ଦର୍ଶନ ଦିଅନ୍ତି ଏବଂ ତାଙ୍କୁ ସେହି ସଂକେତ ଦିଅନ୍ତି, କିନ୍ତୁ ସେହି ପୁଅ ମଧ୍ୟ ସେହି ସ୍ୱପ୍ନକୁ ଭୁଲିଯାଏ ଏବଂ ପୂର୍ବପୁରୁଷଙ୍କ ସଂକେତକୁ ଅଣଦେଖା କରିଦିଏ। ଏହିପରି ତାଙ୍କର କୌଣସି ବି ପୂର୍ବପୁରୁଷଙ୍କ ଦ୍ୱାରା ଦିଆଯାଇଥିବା ସଂକେତ ଗୁଡ଼ିକୁ ବୁଝାଇବାକୁ କ୍ଷମା ହୋଇଯାଇଥାନ୍ତି ନାହିଁ, ଯେଉଁଥିପାଇଁ ସମସ୍ତ ପିତୃପୁରୁଷ ଦୁଃଖିତ ଏବଂ କ୍ରୋଧିତ ହୁଅନ୍ତି। ବ୍ୟବସାୟୀ ଏବଂ ତାଙ୍କର ସମସ୍ତ ଭାଇମାନେ ଧନ ଲାଭ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲେ, ତେଣୁ ସେମାନଙ୍କର ନିଜ ପିତୃପୁରୁଷଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଏହିପରି ଭାବରେ ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖାଇବାର କିଛି ଦିନ ପରେ ବ୍ୟବସାୟୀଙ୍କ ବ୍ୟବସାୟରେ କ୍ଷତି ହେବାର ଲାଗିଲା ଏବଂ ଶେଷରେ ଧୀରେ ଧୀରେ ତାଙ୍କ ବ୍ୟବସାୟ ନଷ୍ଟ ହେବାକୁ ଲାଗିଲା ଏବଂ କାରଣରୁ ତାଙ୍କ ସମସ୍ତ ସମ୍ପତ୍ତି ନଷ୍ଟ ହୋଇଗଲା। ଧୀରେ ଧୀରେ ସମସ୍ତ ସମୟକ୍ରମେ ସେହି ସମସ୍ତ ଭାଇମାନଙ୍କର ଭିତରେ କଳହ ଆରମ୍ଭ ହୋଇଗଲା। ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କ ଦ୍ୱାରା ଜମା ହୋଇଥିବା ସମସ୍ତ ଜମିବାଡ଼ିକୁ ସମ୍ପତ୍ତି ଏବଂ ଏହିପରିକି ସେମାନଙ୍କର ଘର ମଧ୍ୟ ବିକ୍ରୟ କରିଦିଅନ୍ତି। ସେମାନଙ୍କ ସମ୍ପୂର୍ଣ୍ଣ ରୂପେ ଦରିଦ୍ର ହୋଇଯାଆନ୍ତି ଏବଂ ସବୁ ଭାଇ ଅଲଗା ଅଲଗା ହୋଇ ନିଜ ପରିବାରର ପାଳନ ପୋଷଣ କରିବାର ଆରମ୍ଭ କରନ୍ତି। ଅନ୍ୟ ପେଟରେ ସ୍ୱର୍ଗର ପିତୃପୁରୁଷମାନେ ସେହିମାନଙ୍କର ପୁତ୍ରମାନଙ୍କର ଏପରି ଦୁଃଖ ଦୁର୍ଦ୍ଦଶା ଦେଖି ଅତ୍ୟନ୍ତ କଷ୍ଟ ଅନୁଭବ କରନ୍ତି। ସବୁ ପୂର୍ବପୁରୁଷମାନେ ଅତ୍ୟନ୍ତ ଦୁଃଖୀ ହୋଇ ଧର୍ମାଚରଣକୁ ଯାଇ କହିବାକୁ ଲାଗିଲେ, ସେ ଧର୍ମରାଜ, ଆମେ ଆମ ପୁଅମାନଙ୍କର ଏହିପରି ଦୁର୍ଦ୍ଦଶା ଦେଖିପାରୁନାହୁଁ। ଆମ ଦ୍ୱାରା କରାଯାଇଥିବା ସମସ୍ତ ପୁଣ୍ୟକ୍ରମ ଆମ ପୁଅମାନଙ୍କ ଦ୍ୱାରା ନଷ୍ଟ ହୋଇଯାଇଛି। ଦୟାକରି କିଛି କରନ୍ତୁ, ଯାହାଦ୍ୱାରା ଆମ ପୁଅମାନେ ସେମାନଙ୍କର ଭୁଲ ବିଷୟରେ ଭଗବାନ ଶିବ କୁହନ୍ତି, ମୁନିବାର ଶୁଣନ୍ତୁ। ଏହା ଶୁଣି ଧର୍ମରାଜ ସେମାନଙ୍କୁ କୁହନ୍ତି ଯେ ନିଶ୍ଚିତ ଭାବରେ ଆପଣମାନଙ୍କ ସାହାଯ୍ୟ କରିବି। ତାପରେ ଧର୍ମରାଜ ସ୍ୱୟଂ ବ୍ରାହ୍ମଣ ରୂପରେ ପୃଥିବୀକୁ ଆସି ସେମାନଙ୍କ ପୁତ୍ରମାନଙ୍କୁ ଭେଟିବାକୁ ଯାଆନ୍ତି। ସର୍ବପ୍ରଥମେ ସେ ବ୍ୟବସାୟୀଙ୍କ ଘରକୁ ଯାଆନ୍ତି। ବ୍ୟବସାୟୀ ଖଟ ଉପରେ ଶୋଇଥିବା କାରଣରୁ ସେହି ଅନେକ ପ୍ରକାରର ରୋଗରେ ପୀଡ଼ିତ ଥିଲେ। ତାଙ୍କ ପତ୍ନୀ ସେହି ବ୍ରାହ୍ମଣଙ୍କର ପାଦର ସତ୍କାର କରିଥିଲେ। ସେହି ବ୍ରାହ୍ମଣଙ୍କୁ ଆସନରେ ବସାଇ ଦାନ ଦକ୍ଷିଣା ଦିଅନ୍ତି। ସେହି ସମୟରେ ବ୍ରାହ୍ମଣ କୁହନ୍ତି, ଝିଅ, ତୁମ ଘରର ପିତୃପୁରୁଷ ଅଛି, ଯେଉଁଥିପାଇଁ ତୁମ ସ୍ୱାମୀ ଏହି ଅବସ୍ଥାରେ ପଡ଼ିଛନ୍ତି। ତୁମ ସ୍ୱାମୀଙ୍କର ଖରାପ କର୍ମ ହେତୁ ତାଙ୍କ ପୂର୍ବପୁରୁଷମାନେ ତାଙ୍କ ଉପରେ କ୍ରୋଧ ହୋଇଛନ୍ତି। ବ୍ରାହ୍ମଣଙ୍କ ଦେବତାଙ୍କ କଥା ଶୁଣି ବ୍ୟବସାୟୀ କହିଲେ, ହେ ବ୍ରାହ୍ମଣ ଦେବ, ମୁଁ କେଉଁ ପାପ କରିଛି ଯେ ମୋର ସମସ୍ତ ସମ୍ପତ୍ତି ନଷ୍ଟ ହୋଇଯାଇଛି?
ଏହିପରିକି ମୋର ଭାଇମାନେ ମଧ୍ୟ ମୋତେ ଛାଡ଼ି ଚାଲିଗଲେ। ଆଉ ବର୍ତ୍ତମାନ ମୁଁ ଅନେକ ପ୍ରକାରର ରୋଗ ପୀଡ଼ିତ ଅଛି। ତାପରେ ବ୍ରାହ୍ମଣ ଦେବତା କହିଲେ, ପୁତ୍ର, ତୁମେ ତୁମ ପୂର୍ବପୁରୁଷଙ୍କୁ କ୍ରୋଧ କରିଛ। ତୁମେ ଏହି ତୁମର ଭାଇମାନେ ମିଳିତ ଭାବରେ ତୁମର ପିତୃପୁରୁଷମାନଙ୍କୁ ଅର୍ଜନ କରିଥିବା ଧନ ଏବଂ ପୁଣ୍ୟ ନଷ୍ଟ ହୋଇଯାଇଛି। ସେଥିପାଇଁ ତୁମେ ତୁମର ଭାଇମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଛ। ତୁମର ପୂର୍ବପୁରୁଷମାନେ ତୁମର ଏବଂ ତୁମ ଭାଇମାନଙ୍କର ସ୍ୱପ୍ନରେ ଆସି ତୁମକୁ ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଇଛନ୍ତି, କିନ୍ତୁ ତୁମେ ତାଙ୍କ ଅଣଦେଖା କରି ସେମାନଙ୍କୁ ଅପମାନିତ କରିଛ। ସେଥିପାଇଁ ତୁମର ସମସ୍ତ ଧନ ଏବଂ ଗୌରବ ନଷ୍ଟ ହୋଇଯାଇଛି। ବ୍ରାହ୍ମଣ ଦେବତାଙ୍କ ଠାରୁ ଏହି ସବୁ ଶୁଣିବା ପରେ ସେହି ବ୍ୟବସାୟୀ ସବୁ କିଛି ଜାଣିପାରିଲେ। ତାଙ୍କ ପୂର୍ବପୁରୁଷମାନଙ୍କୁ ସ୍ୱପ୍ନରେ ଦେଖାଯାଇଥିଲେ ଏହି କଥା ତାଙ୍କର ମନେ ପଡ଼ିଲା। ତାପରେ ସେହି ବ୍ୟବସାୟୀ କହିଥିଲେ ଯେ, ହେ ବ୍ରାହ୍ମଣ ଦେବ, ଆପଣ ସତ କହୁଛନ୍ତି। ଆମର ପୂର୍ବପୁରୁଷମାନେ ସ୍ୱପ୍ନରେ ମୋତେ ଦର୍ଶନ ଦେଇଥିଲେ, କିନ୍ତୁ ମୁଁ ସେମାନଙ୍କ ଦେଖିବା ସଂକେତ ଗୁଡ଼ିକ ବୁଝିପାରିଲି ନାହିଁ। ଦୟାକରି ମନେ ପକାନ୍ତୁ ଯେ ଯେତେବେଳେ ଆମେ ଆମର ପିତୃପୁରୁଷମାନଙ୍କୁ ସ୍ୱପ୍ନରେ ଦେଖୁ, ଆମେ ସେହି କେଉଁ କେଉଁ ସଂକେତ ପାଇଥାଉ। ପୂର୍ବପୁରୁଷମାନଙ୍କୁ ସ୍ୱପ୍ନରେ ଦେଖାଇବାର କାରଣ କ'ଣ? ଭଗବାନ ଶିବ କହିଛନ୍ତି ବୁଲିବାର। ତାପରେ ବ୍ରାହ୍ମଣଙ୍କ ଦେବତାଙ୍କ ବ୍ୟବସାୟୀକୁ କହିଲେ, ପୁତ୍ର, ଧ୍ୟାନ ଦେଇ ଶୁଣ। ଯଦି ପିତୃପୁରୁଷମାନେ ମୁକ୍ତି ପାଇଯାଆନ୍ତି, ତେବେ ସେମାନଙ୍କୁ ଭୂତ ରୂପେ ପ୍ରେତ ଲୋକରେ ଘୁରି ବୁଲୁଥାନ୍ତି। ଭୋକ ଓ ଶୋଷରେ ପୀଡ଼ିତ ହୋଇ ସେମାନଙ୍କ ନିଜ ପରିବାର ସଦସ୍ୟ ଘରେ ପ୍ରବେଶ କରନ୍ତି। ଯଦି ସ୍ୱପ୍ନରେ ହାତୀ, ଘୋଡ଼ା, ବଳଦ କିମ୍ବା ମନୁଷ୍ୟ ବିକୃତ ରୂପରେ ଦେଖାଯାଏ, ସେ ରୂପରେ ବୁଝିବା ଉଚିତ ଯେ ପିତୃପୁରୁଷ ଅତ୍ୟନ୍ତ ଦୁଃଖରେ ଅଛନ୍ତି। କୌଣସି ବ୍ୟକ୍ତି ଯଦି ପଶୁ ଏବଂ ପକ୍ଷୀମାନଙ୍କୁ ଖାଦ୍ୟ ଦାନ କରେ ନାହିଁ, ତେବେ ତାଙ୍କର ପୂର୍ବପୁରୁଷମାନେ ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି ଏବଂ ପଶୁମାନଙ୍କର ରୂପରେ ତାଙ୍କର ସ୍ୱପ୍ନରେ ଦେଖାଯାଇଥାନ୍ତି। ଯଦି କୌଣସି ମନୁଷ୍ୟ ରୂପରେ ପଶୁମାନେ ମଣିଷ ସ୍ୱପ୍ନରେ କଥା କହିବାକୁ ଲାଗନ୍ତି, ଯେମିତିକି କୁକୁର, ବିଲେଇ, ବଳଦ ଇତ୍ୟାଦି ମଣିଷ ଘର କଥାବାର୍ତ୍ତା ହେଉଥିବା ଦେଖାଯାଏ, ତେବେ ଏହାର ଅର୍ଥ ହେଉଛି ଯେ ପିତୃପୁରୁଷ ଲୋକ ତାଙ୍କ ଉପରେ ଅଧିକ କ୍ରୋଧରେ ଅଛନ୍ତି। ଭବିଷ୍ୟତରେ ଏପରି ମଣିଷକୁ ଉଭୟଙ୍କର ଅପମାନର ସମ୍ମୁଖୀନ ହେବାର ପଡ଼ିପାରେ। ସେହିପରି ମନୁଷ୍ୟ ଜୀବନରେ ଦୁଃଖ ଘଟି ଆସେ ଏବଂ ତାଙ୍କ ଭାଇମାନେ ପଶୁମାନଙ୍କ ପରି ନିଜ ନିଜ ମଧ୍ୟରେ ଝଗଡ଼ା କରିବା ଆରମ୍ଭ କରନ୍ତି। ଧର୍ମରାଜ କହିଥିଲେ ଯେ ଯଦି ମୃତ ସମ୍ପର୍କୀୟମାନେ ସମ୍ପୂର୍ଣ୍ଣ କିଛି ମାଗୁଥିବାର ଦେଖାଯାଏ, ତେବେ ଜଣେ ବ୍ୟକ୍ତି ସେହି ସ୍ୱପ୍ନର କେବେ ହେଲେ ଅଣଦେଖା କରିବା ଉଚିତ ନୁହେଁ। ଏହି ସ୍ୱପ୍ନର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କ ପୂର୍ବଜନ୍ମମାନେ ପିତୃଲୋକରେ ସନ୍ତୁଷ୍ଟ ଅଛନ୍ତି। ଏହା ସତ୍ୟ ଯେ ଯଦି ଜଣେ ବ୍ୟକ୍ତି ତାଙ୍କ ମୃତ ପିତୃପୁରୁଷଙ୍କୁ ତାଙ୍କ ସ୍ୱପ୍ନରେ କିଛି ମାଗୁଥାଏ ଦେଖନ୍ତି, ତେବେ ତାଙ୍କର ସମ୍ପୂର୍ଣ୍ଣ ଅନ୍ନ ଭଣ୍ଡାର ଧୀରେ ଧୀରେ ଶେଷ ହୋଇଯାଇଥାଏ ଏବଂ ସେ ଦରିଦ୍ର ହୋଇଯାଇଥାନ୍ତି। ଏହା ତାଙ୍କ ଅବସ୍ଥା ଭିକାରୀଙ୍କ ପରି ହୋଇଥାଏ। ତେଣୁ ଏହିପରି ସ୍ୱପ୍ନ ଦେଖିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖାଦ୍ୟଦାନ କରିବା ଉଚିତ, ଯାହା ଦ୍ୱାରା ତାଙ୍କର ମୃତ ପିତୃପୁରୁଷମାନେ ସନ୍ତୁଷ୍ଟ ହୋଇପାରିବେ। ଯଦି କୌଣସି ପୂର୍ବପୁରୁଷ ସ୍ୱପ୍ନରେ କ୍ରୋଧର ଅବସ୍ଥାରେ ଦେଖାଯାଇଥାନ୍ତି, ତେବେ ଏହାର ଅର୍ଥ ଏହା ଯେ ସେହି ବ୍ୟକ୍ତିର ପୂର୍ବପୁରୁଷମାନେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି। ଏବେ ସେ ବ୍ୟକ୍ତି ଯାହାର କହିଛନ୍ତି ବୃଥା ଥାଏ ଏବଂ ବହୁତ କ୍ଷତି ସହିବାକୁ ପଡ଼େ ଓ ସେ କୌଣସି ଫଳ ପାଆନ୍ତି ନାହିଁ। ଯଦି ପୂର୍ବପୁରୁଷମାନେ ସ୍ୱପ୍ନରେ ଦେଖାଯାଇଥାନ୍ତି ଏବଂ ହଠାତ୍ ଅଦୃଶ୍ୟ ହୁଅନ୍ତି, ତେବେ ଏହାକୁ ବୁଝିବା ଉଚିତ ଯେ ଭବିଷ୍ୟତରେ ସେହି ବ୍ୟକ୍ତିଙ୍କର ସହିତ କିଛି ବଡ଼ ଅସୁବିଧା ଘଟିବ। ଯଦି ଜଣେ ବ୍ୟକ୍ତି ତାଙ୍କ ମୃତ ସମ୍ପର୍କୀୟକୁ ସ୍ୱପ୍ନରେ କାନ୍ଦୁଥିବାର ଦେଖାଯାନ୍ତି, ତେବେ ଏହାର ଏକ ବାର୍ତ୍ତା ଏହା ସୂଚନା କରେ ଯେ ଭବିଷ୍ୟତରେ ତାଙ୍କୁ ଯଦି ସହିବାକୁ ପଡ଼େ, ତାଙ୍କ ସମସ୍ତ ଧନ ଏବଂ ଭବ୍ୟଭାବ ନଷ୍ଟ ହୋଇଯିବ ଏବଂ ତାଙ୍କ ଉଭୟଙ୍କର ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିବ। ଆଗାମୀ ସମୟରେ ଆସୁଥିବା ସଙ୍କଟ ଦେଖା ପିତୃପୁରୁଷମାନେ ସ୍ୱପ୍ନରେ କାନ୍ଦୁଥିବାର ଦେଖାଯାଏ। ଯଦି ପିତୃପୁରୁଷମାନେ ମହିଳା ଏବଂ ଅପରିଷ୍କାର ପୋଷାକ ପିନ୍ଧିବାର ସମ୍ପୂର୍ଣ୍ଣ ଦେଖାଯାଇଥାଏ, ତେବେ ନିଶ୍ଚିତ ଭାବରେ ସେହି ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ନଷ୍ଟ ହୋଇଯିବ ଏବଂ ସେ ଦରିଦ୍ର
ଯିବେ। ଏହାପରେ ବ୍ରାହ୍ମଣ କହନ୍ତି ଯେ ପୁଅ, ଯଦି ତୁମେ ମଧ୍ୟ ଏହିପରି ସ୍ୱପ୍ନ ଦେଖିଛ, ତେବେ ତୁମର ପିତୃପୁରୁଷଙ୍କୁ ଖୁସି କରିବା ପାଇଁ ତୁମ ଦାନ ଧର୍ମ ଶ୍ରାଦ୍ଧ ଇତ୍ୟାଦି କରିବା ଉଚିତ, ଯାହା ତୁମର ସମସ୍ତ ଅସୁବିଧା ଦୂର କରିବ। ବ୍ରାହ୍ମଣଙ୍କର କଥା ଶୁଣିବା ପରେ ବ୍ୟବସାୟୀ ତାଙ୍କ ଭୁଲକୁ ବୁଝିପାରିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କ ଭାଇମାନଙ୍କ ନିକଟକୁ ଯାଇ ବ୍ରାହ୍ମଣ ଦେବତା ଯାହା କହିଥିଲେ ତାଙ୍କୁ ଜଣାଇଲେ। ତାପରେ ସମସ୍ତ ଭାଇମାନେ ବୁଝିପାରନ୍ତି ଯେ ସେମାନଙ୍କର ପୂର୍ବପୁରୁଷମାନେ ସ୍ୱପ୍ନରେ ଆସି ସଂକେତ ଦେଇଥିଲେ। ତାପରେ ସମସ୍ତେ ଭାଇମାନେ ଏକତ୍ରିତ ମିଶି ନଦୀକୁ ଗଲେ। ସେଠାରେ ବ୍ରାହ୍ମଣଙ୍କର ନିର୍ଦ୍ଦେଶ ଅନୁଯାୟୀ ପୂର୍ବପୁରୁଷମାନଙ୍କ ପାଇଁ ଶ୍ରାଦ୍ଧ ଅର୍ପଣ ଦାନ କରନ୍ତି ଏବଂ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ସନ୍ତୁଷ୍ଟ କରନ୍ତି। ତାପରେ ଏହି ଦିନ ସେମାନଙ୍କର ପୂର୍ବପୁରୁଷମାନେ ସେହିମାନଙ୍କୁ ପୁଣି ଥରେ ସ୍ୱପ୍ନରେ ଦେଖା ଦେଇଦେଲେ ବିଭିନ୍ନ ସଂକେତ ଦିଅନ୍ତି। ଭଗବାନ ଶିବ କହନ୍ତି, ହେ ମୁନିବର, ଯେତେବେଳେ ପୂର୍ବପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି, ସତେ ଜଣେ ବ୍ୟକ୍ତି ଅନେକ ପ୍ରକାରର ସଂକେତ ପାଇଥାନ୍ତି। ଯଦି ସ୍ୱପ୍ନରେ ଜଣେ ମୃତ ପରିଜନ ତାଙ୍କ ପରିବାରର ସଦସ୍ୟଙ୍କୁ ମୁଣ୍ଡକୁ ଯତ୍ନରେ ସାଉଁଳେଇଥାନ୍ତି, ତେବେ ଏହି ସ୍ୱପ୍ନର ଅର୍ଥ ହେଉଛି ଯେ ତାଙ୍କର ପୂର୍ବପୁରୁଷମାନେ ବହୁତ ଖୁସି ଏବଂ ଏହା ସଂକେତ ଦିଅନ୍ତି ଯେ ସେହି ବ୍ୟକ୍ତିଙ୍କର ଜୀବନରେ ଅନେକ ଖୁସିର ସମସ୍ୟା ଆସିବାକୁ ଯାଇଛି। ସେହି ସ୍ୱପ୍ନରେ ପୂର୍ବପୁରୁଷମାନେ କୌଣସି ବ୍ୟକ୍ତିଙ୍କର ଆଡ଼କୁ ହାତ ବଢ଼ାଇଥିବାର ଦେଖାଯାଇଥାଏ, ତେବେ ସେମାନଙ୍କର ସୂଚନା ଦେଖାଯାଇ ଦେଉଛନ୍ତି ଯେ ବ୍ୟକ୍ତି ଯେଉଁ କାର୍ଯ୍ୟ କରୁଛି ସେହି ନିଶ୍ଚିତ ଭାବରେ ସେହି କାର୍ଯ୍ୟରେ ସଫଳତା ପାଇବେ। ଯଦି ପୂର୍ବପୁରୁଷମାନେ ସ୍ୱପ୍ନରେ ସୁସ୍ଥ ଦେଖାଦେଇଥାନ୍ତି, ଚେହେରା ଉଜ୍ଜ୍ୱଳ ଦୃଶ୍ୟମାନ ଦେଖାଦେଇଥାଏ, ତାଙ୍କର ପୋଷାକ ଉଜ୍ଜ୍ୱଳ ଏବଂ ଧଳା ରଙ୍ଗର ଥାଏ, ତେବେ ଏହାକୁ ବୁଝିବା ଉଚିତ ଯେ ପିତୃପୁରୁଷମାନେ ମୁକ୍ତି ପାଇଯାଇଛନ୍ତି। ଯଦି ପୂର୍ବପୁରୁଷମାନେ ସ୍ୱପ୍ନରେ ଦୂର ଆକାଶରେ ମେଘ ବସିବା ପରେ ଦେଖାଦେଇଥାନ୍ତି, ତେବେ ଏହାର ଶୁଭ ସଂକେତ ଅଟେ ଯେ ବ୍ୟକ୍ତିର ପୂର୍ବପୁରୁଷମାନେ ବହୁତ ଖୁସି ଏବଂ ତାଙ୍କର ଆଶୀର୍ବାଦ କରୁଛନ୍ତି। ଏହିପରି ଭାବରେ ସେହି ସମସ୍ତ ଭାଇମାନଙ୍କ ସେମାନଙ୍କର ପୂର୍ବପୁରୁଷଙ୍କ ଠାରୁ ଶୁଭ ସଂକେତ ପାଇଥାନ୍ତି। ସେମାନଙ୍କର ସମସ୍ତ ହଜିଯାଇଥିବା ଧନ ଏବଂ ସମ୍ପତ୍ତି ଧୀରେ ଧୀରେ ସେମାନଙ୍କର ନିକଟକୁ ଫେରି ଆସିଥାଏ ଏବଂ ସମସ୍ତ ଭାଇମାନେ ଏକତ୍ରିତ ମିଶି ଜୀବନଯାପନ କରିଥିବା ଆରମ୍ଭ କରନ୍ତି, ଖୁସିରେ ଜୀବନଯାପନ। ଭଗବାନ ଶିବ କହନ୍ତି, ମୁନିବର, ଯେଉଁ ଘରର ପୂର୍ବପୁରୁଷମାନେ ଖୁସି ଥାନ୍ତି, ସେହି ଘରର ଖୁସି ସମ୍ପୂର୍ଣ୍ଣ ଏକ ସମୃଦ୍ଧତା ଥାଏ ଏବଂ ଯେଉଁ ଘରର ପିତୃପୁରୁଷ ଅସନ୍ତୁଷ୍ଟ, ସେହି ଘରର ଲୋକମାନେ ଅନେକ ଅସୁବିଧାର ଘେରି ରହିଥାନ୍ତି।